ଆମ୍ଭମାନଙ୍କୁ ବିନଷ୍ଟ ହେବା ପାଇଁ ଦେଇନାହାନ୍ତି। ସେ ଜୀବିତମାନଙ୍କ ମଧ୍ୟରେ ଗଣନା କରିଛନ୍ତି। ଆଉ ଆଜି ଆପଣମାନଙ୍କୁ ମୋତେ ଗୋଟେ ସୁନ୍ଦର ଅବକାଶ ଦେଇଛନ୍ତି ତାହାଙ୍କର ଜୀବନ୍ତ ବାକ୍ୟରୁ ଧ୍ୟାନ କରିବା ପାଇଁ। ଏହି ସମଗ୍ର ଅନୁଗ୍ରହ ଆଉ ପ୍ରେମ ନିମନ୍ତେ ମୁଁ ପ୍ରଭୁଙ୍କର ଧନ୍ୟବାଦ କରୁଛି। ଆଉ ଆଜିର ସେବା କାର୍ଯ୍ୟରେ ମୁଁ ଆପଣ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ନାମରେ ସ୍ୱାଗତ ଜଣାଉଅଛି। ପ୍ରିୟମାନେ, ଆଜି ମୁଁ ଆପଣମାନଙ୍କ ନିକଟରେ ଆଉ ଏକ ନୂତନ ପ୍ରସଙ୍ଗରେ ଗୋଟିଏ ଛୋଟ ପ୍ରସଙ୍ଗଟି ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆଜିର ପ୍ରସଙ୍ଗର ଶୀର୍ଷକ ହେଲା ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ କାହିଁକି ଦେଇଅଛନ୍ତି। ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ କାହିଁକି ଦେଇଅଛନ୍ତି, ଏହି ପ୍ରସଙ୍ଗ ଉପରେ ଆମେ ଅଳ୍ପ ସମୟ ପରମେଶ୍ୱରଙ୍କ ବାକ୍ୟଠାରୁ କଥାବାର୍ତ୍ତା ହେବା। ଯଦି ଆପଣମାନେ ସମଗ୍ର ପୃଥିବୀରେ ଦେଖିବେ 7139ଟି ସ୍ପୋକେନ୍ ଲାଙ୍ଗୁଏଜ ବା କୁହାଯାଉଥିବା ଭାଷା ରହିଅଛି, ଆଉ 4065ଟି ରିଟେନ୍ ଲାଙ୍ଗୁଏଜ ବା ଲିଖିତ ଭାଷା ରହିଅଛି। ଏହି ସମଗ୍ର ଭାଷା ମଧ୍ୟରେ ମାତ୍ର କେବଳ 704ଟି ଭାଷାରେ ସମ୍ପୂର୍ଣ୍ଣ ବାଇବଲ ଅର୍ଥାତ୍ ପୁରାତନ ନିୟମ ଓ ନୂତନ ନିୟମ ଅନୁବାଦ କରାଯାଇଅଛି, ଆଉ 1551ଟି ଭାଷାରେ କେବଳ ନୂତନ ନିୟମ ଅନୁବାଦ କରାଯାଇଅଛି। ଏହି ସମଗ୍ର ପୃଥିବୀ ପୃଷ୍ଠରେ ଏହି ପ୍ରକାର ଦେଶ ରାଜ୍ୟ ଗୁଡ଼ାକ ରହିଛି ଯେଉଁଠାରେ କି ଆଜି ପର୍ଯ୍ୟନ୍ତ ବାଇବଲର କଥା ତ ଦୂରେ ଥାଉ, ଅନେକ ଭାଷାର ଲୋକମାନେ ଖଣ୍ଡେ ନୂତନ ନିୟମ ମଧ୍ୟ ସେମାନେ ପାଇପାରି ନାହାନ୍ତି। କିନ୍ତୁ ଆମେ ଯେଉଁ ଦେଶରେ ବସବାସ କରୁଛୁ, ଏହି ଦେଶରେ ପ୍ରଭୁ ଆମମାନଙ୍କୁ ଗୋଟିଏ ସୁରକ୍ଷିତ ଅବସ୍ଥାରେ ରଖିଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଆବଶ୍ୟକ ରହିଛି। ଏପରିକି ଅନେକ ସ୍ଥାନରେ ସେମାନଙ୍କୁ ନିନ୍ଦା ତାଳନା କରାଯାଉଛି, ଷ୍ଟ୍ରିକ୍ଟଲି ସେମାନଙ୍କୁ ମନା କରାଯାଉଛି ଯେ ବାଇବେଲ ତୁମେ ନିଜ ଘରେ ରଖିପାରିବ ନାହିଁ, ବାଇବେଲକୁ ତୁମେ ପଢ଼ିପାରିବ ନାହିଁ। ଏହି ପ୍ରକାର ସେହି ଦେଶ ରାଜ୍ୟର ସରକାରମାନେ ମନା କରୁଛନ୍ତି। ମାତ୍ର ଆମେ ଯେଉଁ ଦେଶରେ ବସବାସ କରୁଅଛୁ, ଏହି ଦେଶ ଏହି ସମ୍ବିଧାନ ଆମମାନଙ୍କୁ ଅଧିକାର ଦିଏ ଯେ ଆମେ ବାଇବେଲ ପଢ଼ିପାରିବୁ, ବାଇବେଲକୁ ଘରେ ରଖିପାରିବୁ। ଆମେ ପ୍ରଭୁଙ୍କୁ କେତେ କୃତଜ୍ଞର ସହିତ ଧନ୍ୟବାଦ ଦେବା ଆବଶ୍ୟକ ରହିଛି। ମୁଁ ପ୍ରଭୁଙ୍କର ପ୍ରଶଂସା କରେ, ତାହାଙ୍କର ଧନ୍ୟବାଦ କରେ। ପ୍ରଭୁ ଆମମାନଙ୍କୁ ଏ ପ୍ରକାର ଗୋଟିଏ ଦେଶ ରାଜ୍ୟରେ ରଖିଛନ୍ତି। କେବଳ ଆମମାନଙ୍କୁ ଏହି ଦେଶରେ ରାଜ୍ୟରେ ପ୍ରଭୁ ରଖିଲେ ତାହା ନୁହେଁ, ସେ ଆମମାନଙ୍କୁ ନିଜ ମାତୃଭାଷାରେ ଓଡ଼ିଆ ଭାଷାରେ ପ୍ରଭୁ ଆମମାନଙ୍କୁ ବାଇବେଲ ଦେଲେ। ନିଜ ମାତୃଭାଷା ଓଡ଼ିଆରେ କେବଳ ସେମାନଙ୍କୁ ବାଇବେଲ ଦେଲେ ତାହା ନୁହେଁ, ସେମାନଙ୍କୁ ଅତି କମ୍ ଦରରେ ମଧ୍ୟ ବାଇବେଲ ଆମମାନଙ୍କୁ ଦେଲେ। କିନ୍ତୁ ଏହି ବାଇବେଲ ପ୍ରଭୁ ଆମମାନଙ୍କୁ କାହିଁକି ଦେଇଅଛନ୍ତି, ଏହି ପ୍ରସଙ୍ଗ ଉପରେ ମୁଁ ଆପଣମାନଙ୍କ ସହିତ ଅଳ୍ପ ସମୟ କଥାବାର୍ତ୍ତା ହେବା ପାଇଁ ଚାହେଁ। ଖ୍ରୀଷ୍ଟରେ ପ୍ରିୟମାନେ, ଗାଁ ଗହଳିରେ ଅନେକ ସ୍ଥାନରେ ଦେଖାଯାଏ ଯେ ଅନେକ ଲୋକ ଏଥିପାଇଁ ବାଇବେଲ ପଢ଼ନ୍ତି ଯେପରି ସେମାନେ ପ୍ରଚାର କରିପାରିବେ। ପରମେଶ୍ୱର ଆମମାନଙ୍କୁ ଆମେ ଯେପରି ପ୍ରଚାର କରିବା ପାଇଁ ଶିଖିବା, ପ୍ରଚାର କରିବା, ଏଥିପାଇଁ ଆମମାନଙ୍କୁ ବାଇବେଲ ଦେଇନାହାନ୍ତି। ଆଉ ଅନେକ ଲୋକ ଏଥିପାଇଁ ବାଇବେଲ ପଢ଼ନ୍ତି, ସେମାନେ ବାଇବେଲର ଭୁଲ ଗୁଡ଼ିକୁ ଧରିବା ପାଇଁ ସେମାନେ ବାକ୍ୟ ପାଠ କରନ୍ତି, ଆଉ ପରମେଶ୍ୱରଙ୍କର ସେହି ଧର୍ମଶାସ୍ତ୍ରକୁ ସେମାନେ ବ୍ୟବହାର କରନ୍ତି। ଏଥିପାଇଁ ମଧ୍ୟ ପରମେଶ୍ୱର ଆମମାନଙ୍କୁ ବାଇବେଲ ଦେଇନାହାନ୍ତି। ଆଉ ଅନେକ ପୁଅ ଝିଅମାନେ ଯଦି ସେମାନଙ୍କର ଦେହ ଖରାପ ହୋଇଯାଏ, ସେମାନଙ୍କର ମା ବାପା ମାନେ ସେମାନଙ୍କ ମୁଣ୍ଡ ପାଖରେ ବାଇବେଲକୁ ରଖନ୍ତି। ଏଥିପାଇଁ ମଧ୍ୟ ପରମେଶ୍ୱର ଆମମାନଙ୍କୁ ବାଇବେଲ ଦେଇନାହାନ୍ତି। ଆଉ ଅନେକ ପରିବାର ମଧ୍ୟରେ ସେମାନେ ବାଇବେଲକୁ ନେଇକିନା ଶପଥ କରନ୍ତି, ପ୍ରମାଣ କରନ୍ତି, ଯଦି ତୁମେ ଏଇଟା କହିନାହ, ଯଦି ତୁମେ ଏଇଟା କରିନାହ, ତାହେଲେ ବାଇବେଲ ଧରି ଶପଥ କର। ଏହି ପ୍ରକାର ଭାବରେ ବାଇବେଲକୁ ଅନେକ ଲୋକ ବ୍ୟବହାର କରନ୍ତି। ଏଇଥିପାଇଁ ମଧ୍ୟ ପରମେଶ୍ୱର ଆମମାନଙ୍କୁ ବାଇବେଲ ଦେଇନାହାନ୍ତି। ପ୍ରିୟମାନେ, ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ଜୀବିତ ବାକ୍ୟ କାହିଁକି ଦେଇଅଛନ୍ତି? ପବିତ୍ର ଧର୍ମଶାସ୍ତ୍ର ବାଇବେଲ ପାଠ କରିବା ପୂର୍ବରୁ ପରମେଶ୍ୱର ଏହି ବାଇବେଲକୁ
କେଉଁ ଉଦ୍ଦେଶ୍ୟରେ ଆମ୍ଭମାନଙ୍କୁ ଦେଇଅଛନ୍ତି ସେହି ଉଦ୍ଦେଶ୍ୟକୁ ଆମ ସମସ୍ତଙ୍କୁ ବୁଝିବା ଆବଶ୍ୟକ ରହିଛି। ଯଦି ଆମେ ପରମେଶ୍ୱରଙ୍କର ବାଇବେଲ ଦେବା ପଛରେ ଯେଉଁ ଉଦ୍ଦେଶ୍ୟ ଅଛି ସେହି ଉଦ୍ଦେଶ୍ୟକୁ ନ ବୁଝି ଯଦି ଆମେ ବାଇବେଲକୁ ପାଠ କରୁ, ପବିତ୍ର ଶାସ୍ତ୍ରକୁ ଆମେ ବ୍ୟବହାର କରୁ, ତାହେଲେ ଆମମାନଙ୍କର କେଉଁଠି ନା କେଉଁଠି ଆମେ ଭୁଲରେ ପଡ଼ିଯାଉ। ମାତ୍ର ଆମକୁ ଜାଣିବା ଆବଶ୍ୟକ ରହିଛି ଯେ ପରମେଶ୍ୱର ଆମକୁ କେଉଁ ଉଦ୍ଦେଶ୍ୟରେ ତାହାଙ୍କର ପବିତ୍ର ବାଇବେଲକୁ ଦେଇଅଛନ୍ତି। ମୁଁ ଆପଣମାନଙ୍କ ନିକଟରେ ପ୍ରଥମ ବିଷୟଟି ରଖିବା ପାଇଁ ଚାହେଁ। ଯଦି ଆପଣମାନେ ମୋ ସହିତ ଦ୍ୱିତୀୟ ତିମୋଥୀ ପତ୍ର 3 ଅଧ୍ୟାୟକୁ ଆସିବେ, ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟ 15 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଏଠାରେ ଏ ପ୍ରକାର ଲେଖାଯାଏ, ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜ୍ଞାତ ଅଛ। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ବାଇବେଲ ଗୋଟିଏ କମ୍ପ୍ଲିଟ୍ ବୁକ୍ ଅଟେ। ବାଇବେଲ ଏକ ସମ୍ପୂର୍ଣ୍ଣ ପୁସ୍ତକ ଅଟେ। ଆଉ ବାଇବେଲ ପ୍ରଭୁ ଆମମାନଙ୍କୁ ଏଥିପାଇଁ ଦେଲେ, ଆମ୍ଭେ ଯେପରି ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ପରିତ୍ରାଣଜନକ ଜ୍ଞାନ ପାଇବା ପାଇଁ ସମର୍ଥ ହେଉ। ଜଣେ ଲୋକ ପରିତ୍ରାଣ ପାଇବା ପାଇଁ ବାଇବେଲ ତା ନିମନ୍ତେ ଯଥେଷ୍ଟ ଅଟେ। ପରିତ୍ରାଣ ପାଇବା ପାଇଁ ଏହି ପୃଥିବୀର କୌଣସି କୋଟି କୋଟି ପୁସ୍ତକ ନିକଟକୁ ଯିବାର ଆବଶ୍ୟକ ନାହିଁ, କାରଣ ବାଇବେଲ ହିଁ ଜଣେ ମନୁଷ୍ୟକୁ ପରିତ୍ରାଣ ଦେବା ପାଇଁ ସମର୍ଥ ଅଟେ ଆଉ ସମ୍ପୂର୍ଣ୍ଣ ପୁସ୍ତକ ଅଟେ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ବାଇବେଲ ଦେଇଅଛନ୍ତି। ଆମେ ଯେପରି ଯୀଶୁଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ବିଶ୍ୱାସ କରି ଆମେ ପରିତ୍ରାଣ ପାଇବା ପାଇଁ, ଉଦ୍ଧାର ପାଇବା ପାଇଁ ଆମର ଜ୍ଞାନକୁ ଯେପରି ଆମେ ପ୍ରଭୁଙ୍କ ଉପରେ, ଆମେ ନିଜ ଜ୍ଞାନକୁ ପ୍ରଭୁଙ୍କ ଉପରେ ନିର୍ଭର କରୁ। ପ୍ରିୟମାନେ, ଆଜି ପରିତ୍ରାଣ ପାଇବା ପାଇଁ ଅନେକ ମାର୍ଗକୁ ଅବଲମ୍ବନ କରୁଛନ୍ତି। ଭାରତବର୍ଷରେ, ଅନ୍ୟାନ୍ୟ ରାଜ୍ୟରେ ସେମାନେ ପରିତ୍ରାଣ ପାଇବା ପାଇଁ ବିଭିନ୍ନ ପ୍ରକାର ମାର୍ଗ ସେମାନେ ସ୍ଥିର କରିଛନ୍ତି। ମାତ୍ର ପ୍ରଭୁଙ୍କର ବାକ୍ୟ ଧର୍ମଶାସ୍ତ୍ର କହେ, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। ପରିତ୍ରାଣର ଅର୍ଥ ମୁକ୍ତି ବା ଉଦ୍ଧାର। କେଉଁଠାରୁ ଉଦ୍ଧାର? ପାପରୁ ଉଦ୍ଧାର, ପରମ୍ପରାରୁ ଉଦ୍ଧାର। ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ସେ ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ ଏହି ଧର୍ମଶାସ୍ତ୍ର ପବିତ୍ର ବାଇବେଲ ଆମମାନଙ୍କୁ ଦେଲେ। ପ୍ରଭୁଙ୍କ ନାମର ପ୍ରଶଂସା ହେଉ। ଦ୍ୱିତୀୟ ବିଷୟଟି ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଦ୍ୱିତୀୟ ବିଷୟ, ଯଦି ଆପଣମାନେ ମୋ ସହିତ ଯୋହନ ଲିଖିତ ସୁସମାଚାର, ତାର ଯୋହନ ଲିଖିତ ସୁସମାଚାର 20 ଅଧ୍ୟାୟ, ଯୋହନ ଲିଖିତ ସୁସମାଚାର 20 ଅଧ୍ୟାୟ 30 ପଦ ଆଉ 31 ପଦ ମୁଁ ଆପଣମାନଙ୍କ ନିକଟରେ ପଢ଼ିବା ପାଇଁ ଚାହେଁ। ଏଠାରେ ଏ ପ୍ରକାର ଲେଖାଯାଏ, ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇନାହିଁ। କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ସମସ୍ତ ଲେଖା ହୋଇଅଛି। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ପ୍ରିୟମାନେ, ପ୍ରଭୁ ଏଥିପାଇଁ ଏହି ବାକ୍ୟକୁ ଲେଖିକିନା ଦେଲେ, ଆମେ ଯେପରି ଜୀବନ ପାଉ। ପ୍ରଭୁ ଆମମାନଙ୍କୁ ଏହି ବାଇବେଲ କେବଳ ରବିବାର ଦିନ ଟିକେ ଆମେ ଖୋଲିକିନା ପଢ଼ିବା, ଘରେ କୌଣସି ସମସ୍ୟା ହେଲେ ବାଇବେଲକୁ ଆଣିକିନା ପାଖରେ ରଖିବା, ଏଥିପାଇଁ ଆମମାନଙ୍କୁ ଦେଲେ ନାହିଁ। ବାଇବେଲ ଆମ ଶରୀର ନିମନ୍ତେ ନୁହେଁ, ବାଇବେଲ ଆମର ଜୀବନ ନିମନ୍ତେ ଅଟେ। କେଉଁ ଜୀବନ? ଯେଉଁ ଜୀବନ ସ୍ୱର୍ଗର ଦୂତମାନଙ୍କ ପାଖରେ ବି ନାହିଁ, କେବଳ ପିତାଙ୍କ ନିକଟରେ ରହିଅଛି। ସେହି ଜୀବନ ପାଇବା ନିମନ୍ତେ, ଅର୍ଥାତ୍ ଯେଉଁ ଜୀବନ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କ ଦେଇ ଆମେ ଜୀବନରେ ପ୍ରବେଶ କରିବା ନିମନ୍ତେ ଏହି ବାକ୍ୟଟି ଆମମାନଙ୍କୁ ଦେଇଅଛନ୍ତି। ଆମେ ଯେପରି ଜୀବନ ପାଉ,
ଏଥିପାଇଁ ଏହି ଧର୍ମଶାସ୍ତ୍ର ପ୍ରଭୁ ଆମମାନଙ୍କୁ ଦେଲେ। ମୁଁ ଆପଣମାନଙ୍କ ନିକଟରେ ତୃତୀୟ ବିଷୟଟି ରଖିବା ପାଇଁ ଚାହେଁ। ତୃତୀୟ ବିଷୟ ପୁନର୍ବାର ଆପଣମାନେ ଦ୍ୱିତୀୟ ତିମୋଥୀ ନିକଟକୁ ଆମେ ଯିବା। ସାଧୁ ପାଉଲ ତିମୋଥୀଙ୍କ ନିକଟରେ ଏହି ଦ୍ୱିତୀୟ ପତ୍ର ସେ ଲେଖୁ ଲେଖୁ ଆଜି ଆପଣମାନଙ୍କ ମତେ ସେ ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସେ ଶିଖାଇବା ପାଇଁ ଅନୁଯୋଗ କରିବା ପାଇଁ ଚାହାନ୍ତି। ତୃତୀୟ ବିଷୟ 3 ଅଧ୍ୟାୟ 16 ପଦରେ ଏହି ପ୍ରକାର ଲେଖାଯାଏ, ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱାସିତ ଏବଂ ଶିକ୍ଷା ଅନୁଯୋଗ ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ। ପ୍ରଭୁଙ୍କ ନାମର ପ୍ରଶଂସା ହେଉ। ଏଦନ ଉଦ୍ୟାନରେ ଯେତେବେଳେ ଭୂମିର ଧୂଳି ଦ୍ୱାରା ଆଦମକୁ ସେ ସୃଷ୍ଟି କଲେ, ସେହି ସମୟରେ ସେ ଆଦମଙ୍କର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। 16 ପଦରେ ଏ ପ୍ରକାର ଲେଖାଯାଉଛି, ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ଚିତ। ପ୍ରିୟମାନେ, ଯଦି ଆଦମଙ୍କ ନିକଟରେ ଆଦମଙ୍କ ନାସିକା ରନ୍ଧ୍ରରେ ଯଦି ସେ ପ୍ରାଣବାୟୁ ଛାଡ଼ି ନଥାନ୍ତେ, ଫୁଙ୍କି ନଥାନ୍ତେ, ତାହେଲେ ଆଦମ ଗୋଟିଏ ମାଟିର କଣ୍ଡେଇ ହେଇ ସେ ରହିଥାନ୍ତେ। ଆଜି ଯଦି ପୃଥିବୀରେ ଯେକୌଣସି ପୁସ୍ତକ ଧର୍ମଶାସ୍ତ୍ରରେ ପରମେଶ୍ୱର ଯଦି ନିଜର ନିଶ୍ୱାସକୁ ଫୁଙ୍କି ନାହାନ୍ତି, ସେହି ପୁସ୍ତକ ସବୁ ଗୋଟିଏ ମାଟିର କଣ୍ଢେଇ ସ୍ୱରୂପ ଅଟେ, ଗୋଟିଏ ମୂର୍ତ୍ତି ସ୍ୱରୂପ ଅଟେ। କିନ୍ତୁ ଏହି ଯେଉଁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ, ଏହା ଈଶ୍ୱରଙ୍କର ନିଷ୍ପୋଷିତ। ପ୍ରତିଟି ଧର୍ମଶାସ୍ତ୍ର ଈଶ୍ୱର ନିଷ୍ପୋଷିତ। ପ୍ରତିଟି ମାନେ ରାମାୟଣ, ଭାଗବତ, କୋରାନ ଏସବୁ ବିଷୟ ଲେଖାଯାଉ ନାହିଁ। ବାଇବେଲ 66ଟି ପୁସ୍ତକର ସମଷ୍ଟି ଅଟେ। ଆଉ ଏହି 66ଟି ପୁସ୍ତକରେ ପରମେଶ୍ୱର ନିଜର ନିଶ୍ୱାସକୁ ସେ ଫୁଙ୍କିଛନ୍ତି। ଆଉ ଏହି ପବିତ୍ର ବାକ୍ୟ ଗୋଟିଏ ଜୀବିତ ବାକ୍ୟ ଅଟେ। ସେ କାହିଁକି ଆମମାନଙ୍କୁ ଦେଲେ? ତୃତୀୟ ବିଷୟ ଆମେ ଦେଖୁଛୁ ଯେ ସମସ୍ତ ଶାସ୍ତ୍ର ଈଶ୍ୱର ନିଷ୍ପୋଷିତ ଏବଂ ଶିକ୍ଷା, ଆମେ ଯେପରି ଶିକ୍ଷା ପାଉ। କ'ଣ ଶିକ୍ଷା ପାଉ? ଆମେ କାହା ସହିତ ମିଶିବା କଥା, କାହା ସହିତ ମିଶିବା କଥା ନୁହଁ। ଆମେ କେଉଁ ଆଡ଼େ ଚାଲିବା କଥା, କେଉଁ ଆଡ଼େ ଚାଲିବା କଥା ନୁହଁ। ଆମେ କ'ଣ ପିଇବା କଥା, କ'ଣ ପିଇବା କଥା ନୁହଁ। ମୁଁ କେଉଁ କାର୍ଯ୍ୟ କରିବା ଦ୍ୱାରା ପରମେଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବି, ମୁଁ କେଉଁ କାର୍ଯ୍ୟ କରିବା ଦ୍ୱାରା ପରମେଶ୍ୱରଙ୍କ ଠାରୁ ମୁଁ ଦୂରକୁ ଯାଉଛି। ଏହି ସବୁ ବିଷୟ ସେ ଶିଖାଇବା ପାଇଁ ଏ ପୁସ୍ତକ ଆମମାନଙ୍କୁ ଦେଇଅଛନ୍ତି, ଆମେ ଯେପରି ଶିକ୍ଷିତ ହେଉ। ଦ୍ୱିତୀୟ ଲେଖାଯାଏ ଅନୁଯୋଗ। ଏହି ବାକ୍ୟ ଆମେ ଯେପରି ନିଜେ ଉପଦେଶ ପାଉ, ନିଜେ ଶିକ୍ଷା ପାଉ, ପରେ ଦେଖୁଛୁ ସଂଶୋଧନ, ନିଜକୁ କରେକ୍ସନ୍, ନିଜକୁ ସୁଧାରିବା ପାଇଁ ପ୍ରଭୁ ଏହି ବାକ୍ୟ ଆମମାନଙ୍କୁ ଦେଲେ। ଆଜି ଅନେକ ସମୟରେ ଅନେକଙ୍କୁ ଭିନ୍ନ ଲୋକମାନଙ୍କୁ ସୁଧାରିବା ପାଇଁ ଆମେ ପ୍ରୟାସ କରୁ, କିନ୍ତୁ ପ୍ରଭୁଙ୍କର ବାକ୍ୟ ଏଥିପାଇଁ ସେ ଆମମାନଙ୍କୁ ଲେଖିକିନା ଦେଇଛନ୍ତି, ଆମେ ଯେପରି ନିଜକୁ ସଂଶୋଧନ କରୁ, ସୁଧାରୁ। ପରେ ଲେଖାଯାଏ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ। ପ୍ରିୟମାନେ, ସ୍ୱର୍ଗର ପରମେଶ୍ୱରଙ୍କର ପରାମର୍ଶ, ତାହାଙ୍କର ଶାସନ ଯେପରି ଆମେ ଧାର୍ମିକତା ସମ୍ବନ୍ଧରେ ଆମେ ଜ୍ଞାତ ହେବୁ, ଧାର୍ମିକତା ନିଜ ଜୀବନରେ ଆମେ ଲାଭ କରିବୁ, ଏଥିପାଇଁ ପ୍ରଭୁ ଏ ବାକ୍ୟ ଆମମାନଙ୍କୁ ଦେଲେ। ଚତୁର୍ଥ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଯଦି ଚତୁର୍ଥ ବିଷୟ ଆପଣମାନେ ସେହି 17 ପଦରେ ଦେଖିବେ ଯେ 3 ଅଧ୍ୟାୟ 17 ପଦରେ ଏ ପ୍ରକାର ଲେଖାଯାଏ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କର ଲୋକ ଅର୍ଥାତ୍ ଆମ୍ଭେମାନେ ଯେପରି ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ଆମେ ସୁସଜ୍ଜିତ ହେବା, ଏଥିପାଇଁ ପ୍ରଭୁ ଆମମାନଙ୍କୁ ବାକ୍ୟ ଦେଲେ। ପ୍ରିୟମାନେ, ଆମେ କେହି ବି ସିଦ୍ଧ ନହୁଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ସିଦ୍ଧ କରିବା ପାଇଁ ଏହି ପବିତ୍ର ବାକ୍ୟ ଦେଲେ। କେତେବେଳେ ଆମେ ସିଦ୍ଧ ହେବୁ? ଯେତେବେଳେ ଏହି ବାକ୍ୟର ଅନୁଗାମୀ ହେବୁ, ଏହି ବାକ୍ୟର ଅନୁଗତ ହୋଇ ଆମେ ନିଜ ଜୀବନକୁ ଅତିବାହିତ କରିବୁ, ସେତେବେଳେ ଆମ ଜୀବନରେ ସିଦ୍ଧତା ଆସିବ। ସେଥିପାଇଁ ଏହି ବାକ୍ୟ ଆମମାନଙ୍କୁ ଦେଲେ। ଆମେ ଯଦି ଆମେ କୌଣସି ବ୍ୟକ୍ତିକୁ ନିଜର ଆଦର୍ଶ କରିବା, କୌଣସି ପାଳକକୁ ଆମେ ନିଜ ଆଦର୍ଶ କରିବା, ମୁଁ ତାଙ୍କ ପରି ହେବି,
ଯେତେବେଳେ ସେ ପାଳକ ପଡ଼ିଯିବେ, ସେ ପାଳକ ଯେତେବେଳେ ବ୍ୟାକସ୍ଲାଇଡ୍ ହେଇଯିବେ, ଆମେମାନେ ମଧ୍ୟ ନିରାଶ ହେଇଯିବା। ମାତ୍ର ଯଦି ଆମେ ପରମେଶ୍ୱରଙ୍କର ବାକ୍ୟକୁ ଅନୁଗମନ କରିବା, ତାହାଙ୍କର ବାକ୍ୟ ଅନୁଯାୟୀ ନିଜ ଜୀବନକୁ ବିତାଇବା, ତାହେଲେ ଆମେ କେବେ ଲଜ୍ଜିତ ହେବା ନାହିଁ, କେବେ ପଡ଼ିବା ନାହିଁ। ଏଠାରେ ଲେଖାଯାଏ, ଏବ୍ରୀ ପୁସ୍ତକ 12 ଅଧ୍ୟାୟରେ ଗୋଟେ ବାକ୍ୟ ଲେଖାଯାଏ, ଏକ ପଦରେ ଏହି ପ୍ରକାର ଲେଖାଯାଏ, ଅତଏବ ଏଡ଼େ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ